ଶୀତ ଚାଲିଗଲା ବସନ୍ତ ଆସିଲା କୋଇଲି ଗାଇଲା ଗୀତ। ସରକାର ଆଗେ ପ୍ରଥମେ ସାହିତ୍ୟ ଏକାଡେମୀ ପୁରସ୍କାର ଅନେକ ବର୍ଷ ହେଲାଣି ରଖିଛନ୍ତି। ସେଇଟା କେମିତି ଦିଅନ୍ତି ସେଇଟା ହଉଛି ବଡ କଥା। ତା ଛଡା ନୂତନ ଲେଖିକା ହଉ ଲେଖକ ହଉ ବା ପୁରାତନ ଲେଖିକା ହଉ ସବୁବେଳେ ତ ସରକାରୀ ସାହାଯ୍ୟ ଦରକାର। ସରକାରୀ ସାହାଯ୍ୟ ନହେଲେ କେତେ କିଏ ସମସ୍ତେ ମାନେ ସରକାରୀ ଚାକିରିଆ ନୁହନ୍ତି। ତେଣୁ କେତେ କିଏ ସମୟ ଦେଇକି ଲେଖିବ। ଲେଖିବା ପାଇଁ ମୁଁ ନିଜେ ମଧ୍ୟ ଜଣେ ପ୍ରାଇଭେଟ କଲେଜ ଲେକ୍ଚର ହେଇଥିବାରୁ ମୁଁ ପ୍ରଚୁର ସମୟ ପାଏନି, ମନ ଥିଲେ ବି ବେଶୀ ଲେଖିପାରେନି। ସରକାରଙ୍କୁ ନିବେଦନ ଯୋଉଟା ସାହିତ୍ୟ ଉପରେ କଲେ ଖାଲି ହବନି, ଯଦି ସରକାର ଯୋଉ ଦରମା ବୃଦ୍ଧି ରଖୁଛନ୍ତି ସେଟାକୁ ଯଦି ବନ୍ଦ କରିକି ସମସ୍ତଙ୍କ ପାଖରେ ସାମ୍ୟବାଦ ଆମର ଆସନ୍ତା ତାହେଲେ ସମସ୍ତେ ବି ସମାନ ହେଇପାରନ୍ତେ ଏବଂ ସମସ୍ତେ ଉତ୍ତମ ଲେଖକ ବି ହେଇପାରନ୍ତି ଯୋଉମାନେ ଲେଖକ ଲେଖନୀ ଚାଳନା କରୁଛନ୍ତି। କବିତାର ଶୀର୍ଷକ କୋଇଲି ଗାଇଲା ଗୀତ। ଶୀତ ଚାଲିଗଲା ଗରମ ଆସିଲା କୋଇଲି ଗାଇଲା ଗୀତ। ଥିରି ଥିରି ବହେ ମଳୟ ପବନ ଆସିଲାଣି ଦୋଳଜାତ। ବିମାନରେ ବସି ଠାକୁର ବୁଲିବେ ଘର ଘର ସାହି ସାହି। ହୋଲି ପର୍ବରେ ଅବିର ଖେଳରେ ମାତିବେ ଭଉଣୀ ଭାଇ। ଶୀତ ଚାଲିଗଲା ଗରମ ଆସିଲା ବଢି ବଢି ଚାଲେ ଖରା। ରାତି ଛୋଟ ହେଲା ଦିନ ବଡ ହେଲା ତଥାପି ସୁନ୍ଦର ଧରା। ଋତୁଙ୍କ ଭିତରେ ରାଜା ଯେ ବସନ୍ତ ଅଳ୍ପ ଶୀତ ଅଳ୍ପ ଖରା। ଆମ୍ବ ଗଛ ଡାଳେ ବଉଳ ସମ୍ଭାର ହସି ଉଠୁଅଛି ପରା। ଆଜି ଯିଏ ଅଛି କାଲି ସିଏ ଯିବ ଜଗତର ଏଇ ରୀତି। ବସନ୍ତ ବି ଦିନେ ଏ ଧରାରୁ ଯିବ ବଢିଯିବ ଦିନ ତାତି। ଋତୁ ଚକ୍ର ଘୁରେ 6 ଗୋଟି ଋତୁ ଏକ ପରେ ଆସେ ଆନ। ଜଣେ ଯିବ ଜଣେ ଆସିବ ତାପରେ ଲାଗିଥିବ ଏଇ ଦିନ। ସମସ୍ତଙ୍କୁ ଧନ୍ୟବାଦ। ଆଉ ଗୋଟେ କଥା ଆପଣଙ୍କୁ ଅଧ୍ୟାପକ କହିବା ସଙ୍ଗେ ସଙ୍ଗେ କବିତା ଆଉ ଆପଣଙ୍କର ଏଇ ଯେ ଲେଖା ବହି ଲେଖା କେମିତି କଣ ଆପଣଙ୍କୁ ପସନ୍ଦ ଥିଲା ମାନେ କେତେ ଆଦୃତ ଲାଗୁଥିଲା? ଗୋଟେ ସମୟ ଥିଲା ମୁଁ ବହୁତ ଦୁଃଖରେ ଥିଲି, ଭୁବନେଶ୍ୱରରେ ଏକୁଟିଆ ଥିଲି। ସେତେବେଳେ ମତେ ସାହିତ୍ୟ ବଞ୍ଚେଇଛି। ପୁଣି ଆସିଲା କରୋନା ସମୟ। କରୋନା ସମୟରେ 1.5 ବର୍ଷ ଆମ ରେସିଡେନ୍ସିଆଲ କଲେଜ ଲାଇନ ବନ୍ଦ ରହିଲା, କିନ୍ତୁ ସେତେବେଳେ ବି ସାହିତ୍ୟ ବଞ୍ଚେଇଛି। ତେଣୁ ସାହିତ୍ୟ ମଣିଷକୁ ବଞ୍ଚେଇ ରଖେ। ସାହିତ୍ୟ ଜ୍ଞାନ ଦିଏ, ତା ସାଙ୍ଗରେ ଧନ ଦିଏ, ତା ସାଙ୍ଗରେ ସମ୍ମାନ ବି ଦିଏ। ପ୍ରାୟ 500ରୁ 600 କବିତା ଲେଖିଛି। ଶିଶୁ କବିତା ଅବଶ୍ୟ 100 ଖଣ୍ଡେ। ମୋର ମେନ୍ ହଉଛି ଗୀତି କବିତା। ଗୀତି କବିତା ଉପରେ 3ଟି ପୁସ୍ତକ ବାହାରି ସାରିଛି। ଆୱାର୍ଡ ପ୍ରାୟ 12-13ଟା ଆୱାର୍ଡ ପାଇଲେଣି। ନିଶ୍ଚୟ ତ ଉତ୍ସାହିତ ଲାଗିବ। ଆଉ ସମ୍ମାନଟା ତ ଏଇ ସାହିତ୍ୟର ମୂଳ ଜିନିଷ। ଧନ ତ ଏତେ ମିଳେନି, ସମ୍ମାନଟା ହିଁ ତ ବହୁତ ବଡ ଜିନିଷ। ଆଜ୍ଞା ଆଜ୍ଞା। ମୁଖ୍ୟତଃ ମୁଁ ଚିହ୍ନିବା ଭିତରେ ଦାସବାନୁର ସୁନାମଣି ରାଉତ ଏ 2 ଜଣଙ୍କୁ ମୁଁ ଚିହ୍ନିଛି।